ଜାଗିଲେଣି ଜଗଦଲପୁର ବୀର ସନ୍ତାନ। ବେଆଇନ ମଦ ଦୋକାନକୁ କରିବେ ସାବାଡ଼। କାହିଁକି ଚୁପ୍ ରହିଛି ପ୍ରଶାସନ? ଦେଖନ୍ତୁ ଏହି ଦୃଶ୍ୟକୁ। ଯେଉଁଠି କୁନି କୁନି ପିଲାଙ୍କ ହାତରେ ବହି କଲମ ରହିବା କଥା, ଯେଉଁଠି ଝିଅମାନେ ସମ୍ମାନର ସହ ସ୍କୁଲ ଯିବା କଥା, ସେଠି ଆଜି ଲଜ୍ଜାର ପାଚେରୀ ଠିଆ ହୋଇଛି। ଗାଁ ମୁଣ୍ଡରେ ଖୋଲିଛି ମରଣର ମହୁଶାଳା। ଚାରାର ମହକ, ଅନ୍ୟପଟେ ମଦର ଦୁର୍ଗନ୍ଧ। ଜଗଦଲପୁର ଗ୍ରାମବାସୀ ବାରମ୍ବାର ଗୁହାରି କଲେ, ହେଲେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ମଦ ଦୋକାନୀ। ଶେଷରେ ଧୈର୍ଯ୍ୟର ବାନ୍ଧ ଭାଙ୍ଗିଲେ ଏକତା ହିଁ ବଳ। ଏକତା ହିଁ ବଳ, ଏହି ସଂକଳ୍ପ ନେଇ ଆଜି ଜଗଦଲପୁରର ପ୍ରତିଟି ଘରୁ ମା, ଭଉଣୀ, ଭାଇମାନେ ବାହାରିଛନ୍ତି ଥାନା ଅଭିମୁଖେ। ଗ୍ରାମବାସୀଙ୍କ ଗର୍ଜନ, ଆମ ଗାଁ ପରିବେଶକୁ ଦୂଷିତ କରନ୍ତୁ ନାହିଁ, ଆମ ଝିଅ ବୋହୂଙ୍କ ସମ୍ମାନ ସହ ଖେଳନ୍ତୁ ନାହିଁ। ଆଇନର ଆଶ୍ରୟ ନେଇଛନ୍ତି ଗ୍ରାମବାସୀ।